ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ। ଆଜି ହେଉଛି ଜାନୁଆରୀ 9 ତାରିଖ ଶୁକ୍ରବାର। ମୁଁ ଆପଣଙ୍କୁ ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜଣାଇବି, ହେଲେ ତା ଆଗରୁ ଭିଡ଼ିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। ତେବେ ଚାଲନ୍ତୁ ଡେରି ନକରି ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଚଳିତ ଥର 4,57,681 ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ। ପୂର୍ବରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ପୁଣି ଥରେ ସାମିଲ କରାଯାଇଛି। ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା। ନୂଆକରି 1,78,398 ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା। 5,000 ଟଙ୍କା ଲେଖାଏଁ ପାଇବେ। ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡ଼ିଥିଲେ ସେମାନେ ସମସ୍ତ କିସ୍ତି ଏକାଥରେ ପାଇବେ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। ଏହାର ପରବର୍ତ୍ତୀ ଖବର। ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। କୁମ୍ଭୀର ଗଣନା ଲାଗି ବନ୍ଦ ରହିବ 3 ଦିନ। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ଡାଙ୍ଗମାଳ କାର୍ଯ୍ୟାଳୟ ପରିସରରେ ସହକାରୀ ବନ ସଂରକ୍ଷକ ମାନସ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଭରତରାଜ ଗାଓଁକର, ଆଇଏଫଏସ୍ ବିବେକ କୁମାର, ଗବେଷକ ଗତିକୃଷ୍ଣ ପରିଡ଼ା, ପ୍ରାଣୀ ବିଜ୍ଞାନୀ ଡାକ୍ତର ଶିବପ୍ରସାଦ ପରିଡ଼ା ଯୋଗ ଦେଇ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଦିନ ଓ ରାତିରେ କୁମ୍ଭୀର ଗଣନା କରାଯିବ। ରାଜନଗର ବନଖଣ୍ଡରେ ଏନେଇ 23ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ 6 ଜଣ ଲେଖାଏଁ ସାମିଲ ହେବେ। କନିକା ରେଞ୍ଜରେ 11ଟି ଟିମ୍, ରାଜନଗର ରେଞ୍ଜରେ 7ଟି ଟିମ୍, ଗହିରମଥା ଓ ମହାକାଳପଡ଼ା ରେଞ୍ଜରେ 2ଟି ଲେଖାଏଁ ଟିମ୍ କୁମ୍ଭୀର ଗଣନା କରିବେ। ପ୍ରଥମ ଥର ପାଇଁ କୁଞ୍ଜଙ୍ଗ ରେଞ୍ଜରେ ଗଣନା ପାଇଁ ଗୋଟିଏ ଟିମ୍ ଗଠନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ପରିଧର ପ୍ରାୟ 51ଟି ସ୍ପଷ୍ଟରେ 3 ଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ଭିତରକନିକା ନ ଆସିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଏହାର ପରବର୍ତ୍ତୀ ଖବର। 12ରୁ ନୂତନ ବଜେଟ୍ ଆଲୋଚନା। ରାଜ୍ୟ ସରକାରଙ୍କ ପକ୍ଷରୁ 2026-27 ଆର୍ଥିକ ବର୍ଷ ଲାଗି ନୂତନ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କେଉଁ ଦିନ କେଉଁ ବିଭାଗର ବଜେଟ୍ ଆଲୋଚନା ହେବ ସେ ନେଇ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ ଡି.କେ. ଜେନା ଜାନୁଆରୀ 6ରେ ସମସ୍ତ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି। ସୂଚନା ଅନୁଯାୟୀ ଉନ୍ନୟନ କମିଶନର ଦେବରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଜାନୁଆରୀ 12ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ ବଜେଟ୍ ଆଲୋଚନାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଓ ସମ୍ପୃକ୍ତ ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ପ୍ରକ୍ରିୟାରେ 12 ତାରିଖ ପୂର୍ବାହ୍ନ 11ଟାରୁ ଅପରାହ୍ନ 4:30 ମଧ୍ୟରେ 12ଟି ବିଭାଗର ବଜେଟ୍ ପ୍ରସ୍ତାବ ଆଲୋଚନା ରହିଛି। ସେଥିମଧ୍ୟରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ମହିଳା ଓ ଶିଶୁ କଲ୍ୟାଣ, ଜଳସମ୍ପଦ, ବିଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ବାଣିଜ୍ୟ ଓ ପରିବହନ, ନଗର ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସମବାୟ ଏବଂ ପର୍ଯ୍ୟଟନ ବିଭାଗ ରହିଛି। ସେହିପରି 13 ତାରିଖରେ ହେବାକୁ ଥିବା ବଜେଟ୍ ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମିଶନ ଶକ୍ତି, କୃଷି, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି, ଗୃହ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମେଲ୍ ଆଇଡି, ହ୍ୱାଟ୍ସଆପ୍ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତ ଦେବାକୁ କୁହାଯାଇଛି। ଏହାର ପରବର୍ତ୍ତୀ ଖବର। ଆବର୍ଜନା ପଡ଼ିଲେ 5,000 ଜରିମାନା। ଟ୍ୱିନ୍ ସିଟିରେ ସନ୍ଧ୍ୟା 6ରୁ ସକାଳ 10 ନିର୍ମାଣ କାର୍ଯ୍ୟ ବନ୍ଦ। ସଫେଇ ବେଳେ ପାଣି ଛିଞ୍ଚିବାକୁ ନିର୍ଦ୍ଦେଶ। ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତା 7 ଦିନ ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ। ଏହା ସହ ସଫେଇ ସମୟରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରରେ ବର୍ଜ୍ୟ ଜାଳିବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଯଦି କୌଣସି ବ୍ୟକ୍ତି ବର୍ଜ୍ୟ ଜାଳନ୍ତି ତାହେଲେ 5,000 ଟଙ୍କା ଫାଇନ୍ କରାଯିବ। ପୂର୍ବରୁ ବାଲେଶ୍ୱର ଏବଂ ଅନୁଗୁଳରେ କଟକଣା ଲାଗୁ ହୋଇଥିବା ବେଳେ ଏବେ ଟ୍ୱିନ୍ ସିଟିରେ ଏହି କଟକଣା ଲାଗୁ ହୋଇଛି ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେହିପରି ଢାବା, ହୋଟେଲ, ପିକନିକ୍ ସ୍ପଟରେ କୋଇଲା ଜାଳ ନ ଜାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୋନାଲ କମିଶନର ଏହାକୁ ଯାଞ୍ଚ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ସ୍ୱଚ୍ଛ ଜାଳେଣୀ କାଠ ବ୍ୟବହାର କରିବାକୁ କୁହାଯାଇଛି। ଏନେଇ ସବୁ ବ୍ଲକ ଶିକ୍ଷା ଅଧିକାରୀ, ସିଟି ଏଜୁକେସନ ଅଫିସର ଏନେଇ ଧ୍ୟାନ ଦେବାକୁ କୁହାଯାଇଛି। ରାତିବେଳା ଅଭିଯାନ କଟକଣା ଉପରେ ରୋକ ଲଗାଯିବ। ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ଗତକାଲି ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ 243 ଥିବା ବେଳେ ପଟିଆରେ ଏହା 250 ପାର ହୋଇଛି। ଏହାର ପରବର୍ତ୍ତୀ ଖବର। ପୁଣି ଇତିହାସ ରଚିବ ଭାରତ। ଜାନୁଆରୀ 12 ତାରିଖରେ ଉତ୍କ୍ଷେପଣ ହେବ PSLV C-62 ରକେଟ୍। ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରଥମ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏହା ଇସ୍ରୋର 101ତମ କକ୍ଷପଥ ମିଶନ।
ଏହି ରକେଟରେ 19ଟି ଉପଗ୍ରହ ମହାକାଶକୁ ପଠାଯିବ। ଏଥିରେ ରହିଛି ଭାରତର ପେଲୋଡ୍ EOS-N1। ଏହାକୁ ଅନବେଶା ମଧ୍ୟ କୁହାଯାଏ। ଏହାଦ୍ୱାରା ମହାକାଶ ଉପରୁ ଭାରତ ଉପରେ ନଜର ରଖାଯିବ। ଏହା ଏକ ଗୁପ୍ତଚର କ୍ୟାମେରା। ଏହାକୁ DRDO ଡିଜାଇନରେ କରିଥିବା ସୂଚନା ରହିଛି। ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ର ଉପରେ ଏବେ ସାରା ଦେଶର ଫୋକସ୍ ରହିଛି। ଏହାର ପରବର୍ତ୍ତୀ ଖବର। ହୋଟେଲ ଭିତରେ ପଶିଗଲା ଇଟା ବୋଝେଇ ଟ୍ରାକ୍ଟର। ସମ୍ବଲପୁର ଭାଲୁପାଲିରେ ମର୍ମନ୍ତୁଦ ଘଟଣା। ଏକ ହୋଟେଲ ଭିତରକୁ ଇଟା ବୋଝେଇ ଟ୍ରାକ୍ଟର ପଶିଯିବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣଙ୍କ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ହୋଟେଲ ଭିତରକୁ ପଶି ଯାଇଥିଲା। ଟ୍ରାକ୍ଟର ଡାଲାଟି ହୋଟେଲ ଭିତରେ ଓଲଟି ପଡ଼ିଥିଲା। ହୋଟେଲରେ କାମ କରୁଥିବା 2 ଜଣଙ୍କ ଉପରେ ଟ୍ରାକ୍ଟର ମାଡ଼ିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିସହ ଜଣେ ନାବାଳକ ଗୁରୁତର ହୋଇଥିଲା। ନାବାଳକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ଏହାର ପରବର୍ତ୍ତୀ ଖବର। PUCC ଓ ମନମୁଖୀ ଫାଇନ୍ ବିରୋଧରେ ଆଜି ବିଜେଡିର ଯୁବ ଓ ଛାତ୍ର ଗର୍ଜନ। ଭୁବନେଶ୍ୱର RTO 1 ଆଗରେ ପିକେଟିଂ ସହ ଲୋକଙ୍କୁ ସଚେତନ କରାଯିବ। PUCC ଓ ଚାଲାଣକୁ ଅଲଗା କରିବାକୁ ପ୍ରମୁଖ ଦାବି ରହିବ। ମନଇଚ୍ଛା ମିଥ୍ୟା ଫାଇନ୍ ଆଦାୟ ହେଉଛି। ପ୍ରଦୂଷଣ କେବଳ ଗାଡ଼ିରୁ ହେଉନି, ଗଛ କାଟ ମଧ୍ୟରୁ ହେଉଛି। ଏନେଇ ଲୋକଙ୍କୁ ସଚେତନ କରିବା ସହ ଚାରା ବାଣ୍ଟନ କରାଯିବ। ସରକାରଙ୍କୁ ପ୍ରଶ୍ନ କରାଯିବ ଓ ଜଣାଯିବ ଯେ ଗଛ ଲଗାଇଲେ ପ୍ରଦୂଷଣ କମେ। ଯିଏ ଫାଇନ୍ ଦେଇ ଦେଲା ତାଙ୍କୁ PUCC ମିଳିଯାଉଛି। ସେ ସମୟରେ ଆଉ ଦେଖାଯାଉନି ଯେ ଗାଡ଼ିରୁ ଧୂଆଁ ବାହାରୁଛି ନା ନାହିଁ। ଏହାକୁ ସରକାରଙ୍କୁ ଅପାରଗତାର ନାଁ ଦେଇଛି ବିଜୁ ଜନତା ଦଳ। ସୁଭଦ୍ରା ଟଙ୍କା ଦେବାକୁ ଟଙ୍କା ନଥିବାରୁ PUCC ଓ ଫାଇନ୍ର ପ୍ରୋତ୍ସାହନ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। କଳା ଓ ଜନବିରୋଧୀ ଆଇନ ପରିବର୍ତ୍ତନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏହାର ପରବର୍ତ୍ତୀ ଖବର। ବଦଳିବ ଭୁବନେଶ୍ୱର ପୁରୀ NH ରାସ୍ତା। 6 ମାସରେ ପ୍ରସ୍ତୁତ ହେବ DPR। ଭୁବନେଶ୍ୱର ପୁରୀ NH ରାସ୍ତା ହେବ 6 ବା 8 ଲେନ୍ ରୋଡ୍। କେନ୍ଦ୍ର ପରିବହନ ମନ୍ତ୍ରାଳୟରୁ ମିଳିଛି ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହା ମଞ୍ଜୁର ହେବା ପରେ DPR ପ୍ରସ୍ତୁତି କାମ ଆରମ୍ଭ ହୋଇଛି। 6 ମାସରେ DPR ସରିବ ଓ ତାପରେ ଟେଣ୍ଡର ଡକାଯିବ। ଟେଣ୍ଡର ଡକା ହେବାର 1.5 ବର୍ଷ ମଧ୍ୟରେ କାମ ସରିବ ବୋଲି ସୂଚନା ଦେଇଛନ୍ତି NHAI କର୍ତ୍ତୃପକ୍ଷ। ଏହି ଲେନ୍କୁ ଆକ୍ସେସ୍ କଣ୍ଟ୍ରୋଲ ଲେନ୍ କରାଯିବ। ମନ ଇଚ୍ଛା ଆଉ ଲୋକେ NHକୁ ପ୍ରବେଶ କରିପାରିବେ ନାହିଁ। ପ୍ରବେଶ ପାଇଁ 4ରୁ 5ଟି ସ୍ଥାନ ରହିବ। ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆକ୍ସେସ୍ ପଏଣ୍ଟଗୁଡ଼ିକୁ ସୂଚନା ଦେଲେ NHAI ରିଜିନାଲ ଅଧିକାରୀ ବୀରେନ୍ଦ୍ର ସିଂ। ଭୁବନେଶ୍ୱର ପୁରୀ ରୋଡ୍ ଗହଳି ରୋଡ୍ ହୋଇଯାଉଥିବାରୁ ଏମିତି ନିଷ୍ପତ୍ତି ନିଆଯାଇଛି। 6 ଲେନ୍ ରାସ୍ତା ସହ ହେବ ସର୍ଭିସ ରୋଡ୍। ଏହାର ପରବର୍ତ୍ତୀ ଖବର। ଅପରେସନ ବେଳେ ଅଟି ଅନ୍ଧାର। MKCGରେ ଏମିତି ଚାଲିଛି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା। ଅପରେସନ ବେଳେ କଟିଗଲା ବିଦ୍ୟୁତ୍। MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା। ରୋଗୀର ଅପରେସନ ଚାଲିଥିବା ବେଳେ କଟିଗଲା ବିଦ୍ୟୁତ୍। ସର୍ଜରୀ ବିଭାଗ ଜରୁରୀକାଳୀନ ଅଟି ଅନ୍ଧାର। GED ବିଭାଗର ଅବହେଳାରୁ ଏଭଳି ସ୍ଥିତି ଉପୁଜିଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି MKCG ଅଧୀକ୍ଷକ ପ୍ରଫେସର ଦୁର୍ଗାମାଧବ ଶତପଥୀ କହିଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଗତକାଲି ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ସକାଳୁ ଅପରେସନ ପାଇଁ ତାଙ୍କୁ ଜରୁରୀକାଳୀନ ଅଟିକୁ ନିଆଯାଇଥିଲା। ହେଲେ ଅପରେସନ ଚାଲୁଥିବା ବେଳେ ବିଦ୍ୟୁତ୍ କାଟ୍ ହୋଇଥିଲା। ପରେ ସର୍ଜରୀ କୋଠର ବିଭିନ୍ନ ବିଭାଗକୁ ବିଦ୍ୟୁତ୍ ଆସିଥିଲେ ମଧ୍ୟ ଅଟିରେ ବିଦ୍ୟୁତ୍ ପ୍ରବାହ ସ୍ୱାଭାବିକ ହୋଇପାରିନଥିଲା। ଅସ୍ତ୍ରୋପଚାର ଗୃହ ପାଇଁ ଥିବା UPSରେ ସମସ୍ୟା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ପ୍ରାୟ 15 ମିନିଟ୍ ପରେ ବିଦ୍ୟୁତ୍ ଆସିଥିଲା ମଧ୍ୟ ଅପରେସନ କରୁଥିବା ଡାକ୍ତର ଓ କର୍ମଚାରୀ ସମସ୍ୟା ଭୋଗିଥିଲେ। UPSଗୁଡ଼ିକର ରକ୍ଷଣାବେକ୍ଷଣ MKCG GED ବିଭାଗର ଦାୟିତ୍ୱ ହୋଇଥିବା ବେଳେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ଏହାର ପରବର୍ତ୍ତୀ ଖବର। ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନକୁ ଝଟକା। 26 ନକ୍ସଲଙ୍କ ଆତ୍ମସମର୍ପଣ। ମାଓବାଦୀଙ୍କ ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନକୁ ଲାଗିଛି ଝଟକା। ଆଜି ଏହି ଡିଭିଜନରେ 26 ଜଣ ସଦସ୍ୟ ଛତିଶଗଡ଼ର ସୁକୁମା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ SP କିରଣ ଚୌହାନଙ୍କ ଉପସ୍ଥିତିରେ ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଆଜି 10 ଲକ୍ଷ ପୁରସ୍କାର ଘୋଷିତ CRC କମ୍ପାନୀର ଡେପ୍ୟୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଆତ୍ମସମର୍ପଣ କରିଥିବା ପ୍ଲାଟୁନ କମାଣ୍ଡର ହେମଲା ଲାଖମାଙ୍କ ନାଁରେ 8 ଲକ୍ଷ, 7 ନମ୍ବର କମ୍ପାନୀର ସଦସ୍ୟ ଅସମତୀ ଓରଫ କମଲୁ ନାଁରେ 8 ଲକ୍ଷ, ପାର୍ଟି ସଦସ୍ୟ ରାବତୀ ଓ FLG ସଦସ୍ୟ ସୁକୁଣ୍ଡାମ ପାଲେ ନାଁରେ 8 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏହାର ପରବର୍ତ୍ତୀ ଖବର। ଆଜିଠୁ ଟ୍ରେନ୍ ଟିକେଟ୍ ବୁକିଂରେ ନୂଆ ନିୟମ। IRCTC ଟିକେଟ୍ ବୁକିଂ ଆଜିଠୁ ଟ୍ରେନ୍ ଟିକେଟ୍ ବୁକିଂ ହେବ ଫଟାଫଟ। ରେଲୱେର 8 ଘଣ୍ଟା ବାଲା ନିୟମ ଲାଗୁ।
ନୂତନ ରେଳବାଇ ଟିକେଟ୍ ବୁକିଂ ନିୟମ ଜାନୁଆରୀ 5 ତାରିଖରୁ କାର୍ଯ୍ୟକାରୀ ହୋଇଛି, ଯାହା ଫଳରେ ସେମାନଙ୍କ ଘର ଶୀଘ୍ର ଟ୍ରେନ୍ ଟିକେଟ୍ ବୁକିଂ କରାଯାଇପାରିବ। ଏହି ଟ୍ରେନ୍ ଟିକେଟ୍ ଗୁଡ଼ିକ ମୋବାଇଲ ଫୋନ ଯେକୌଣସି ସ୍ଥାନରୁ ଏବଂ ଯେକୌଣସି ସମୟରେ ବୁକ୍ କରାଯାଇପାରିବ ଏବଂ ଦଲାଲମାନେ ସେମାନଙ୍କୁ ଶୋଷଣ କରିପାରିବେ ନାହିଁ। ଜାନୁଆରୀ 5 ତାରିଖରୁ ଆରମ୍ଭ ହୋଇଥିବା ନୂତନ IRTC ନିୟମ ଅନୁଯାୟୀ କେବଳ ଯେଉଁ ବ୍ୟବହାରକାରୀମାନେ ସେମାନଙ୍କର ଆଧାର କାର୍ଡ ସହିତ ସେମାନଙ୍କର ଆଇଡି ଲିଙ୍କ କରିଛନ୍ତି, ସେମାନେ ସକାଳେ 8ଟାରୁ ଅପରାହ୍ନ 4ଟା ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ। ତଥାପି ଏହି ଟ୍ରେନ୍ ନିୟମ କେବଳ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ 60 ଦିନର ୱିଣ୍ଡୋର ପ୍ରଥମ ଦିନ ପାଇଁ ଲାଗୁ ହେବ। ଭାରତୀୟ ରେଳବାଇ ବା IRTC ଏହି ନିୟମଗୁଡ଼ିକୁ 3ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିଛି। ପ୍ରଥମ ପର୍ଯ୍ୟାୟ ଡିସେମ୍ବର 29 ତାରିଖରେ ଆରମ୍ଭ ହୋଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ 5 ତାରିଖରେ ଆରମ୍ଭ ହୋଇଛି ଏବଂ ତୃତୀୟ ପର୍ଯ୍ୟାୟ ଜାନୁଆରୀ 12 ତାରିଖରେ ଆରମ୍ଭ ହେବ। ଡିସେମ୍ବର 29 ତାରିଖରୁ କେବଳ ଆଧାର ଲିଙ୍କ ହୋଇଥିବା ବ୍ୟବହାରକାରୀମାନେ ସକାଳ 8ଟାରୁ ଅପରାହ୍ନ 12ଟା ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ। ଜାନୁଆରୀ 5 ତାରିଖରୁ ସକାଳ 8ଟାରୁ ଅପରାହ୍ନ 4ଟା ବା 8 ଘଣ୍ଟା ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିପାରିବେ। ଜାନୁଆରୀ 12 ତାରିଖରୁ କେବଳ ଏହିପରି ବ୍ୟବହାରକାରୀମାନେ ସକାଳ 8ଟାରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ଅନଲାଇନରେ ଟିକେଟ୍ ବୁକ୍ କରିପାରିବେ। ଏହାର ପରବର୍ତ୍ତୀ ଖବର, ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ MOU, କନ୍ୟା ବିବାହ ଯୋଜନାରେ କିଣା ହେବ ବିବାହ ଉପହାର ଓ ସାମଗ୍ରୀ। ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି MOU ସ୍ୱାକ୍ଷରିତ ହୋଇଛି। ଏନେଇ ପ୍ରଭାତୀ କହିଛନ୍ତି ଯେ ତିଥି ଆସିଲେ ବିବାହ ଆରମ୍ଭ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢ଼ୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ। ଉତ୍କଳିକା ମାଧ୍ୟମରେ ସରକାର ହିତାଧିକାରୀଙ୍କୁ ଏହି ସାମଗ୍ରୀ ଯୋଗାଇ ଦେବେ। ଏହାଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ରାଜ୍ୟ ସରକାର ଗରିବ ଓ ଅସହାୟ ପରିବାର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାର ପରବର୍ତ୍ତୀ ଖବର, ରାଜ୍ୟର ବିଭିନ୍ନ ଅଦାଲତକୁ ବୋମା ଧମକ, ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇମେଲ, କୋର୍ଟ ପରିସରରେ ତନାଘନା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ। ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳାଇଛି। କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି। ଯେପଟେ ହାଇକୋର୍ଟରେ ବୋମା ଗୁଜବ ପ୍ରଚାର ପରେ ଆତଙ୍କ ଖେଳି ଯାଇଛି, ଭୟରେ ଆଇନଜୀବୀ ଓ ଲୋକେ କୋର୍ଟ ପରିସରରୁ ବାହାରି ଆସିଛନ୍ତି। ଗୁରୁବାର ସକାଳୁ ହାଇକୋର୍ଟ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନଜୀବୀଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଥିଲା। ସକାଳ ପ୍ରାୟ 12ଟା ସମୟରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିବାର ପ୍ରଚାର ହୋଇଥିଲା। ଏହି ଇମେଲ ବୋମା ଧମକ ଦିଆଯାଇଥିବାର ଜଣାପଡ଼ିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହାକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୂରା କୋର୍ଟ ପରିସର ଖାଲି ହୋଇଯାଇଥିଲା। ସମସ୍ତ କୋର୍ଟ ପରିସରରେ ଏବେ ଖାନତଲାସ ଚାଲିଛି। ଆଣ୍ଟି ବମ୍ବ ସ୍କ୍ୱାଡ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାର ପରବର୍ତ୍ତୀ ଖବର, ବିଦେଶୀ ପକ୍ଷୀଙ୍କ ଠିକଣା ହୀରାକୁଦ ଜଳଭଣ୍ଡାର। ଆସନ୍ତା 18 ତାରିଖ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା। ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପକ୍ଷୀ ଗଣିବା ପାଇଁ 32ଟି ଡଙ୍ଗାରେ 70 ଜଣ ପକ୍ଷୀ ବିଶେଷଜ୍ଞ ରହିବେ। ଭୋର ସକାଳ 5ଟାରୁ ଏହି ଗଣନା ଆରମ୍ଭ ହୋଇ ସନ୍ଧ୍ୟା 6ଟା ଯାଏଁ ଚାଲିବ। ଜଳଭଣ୍ଡାରର ପ୍ରାୟ 550 ବର୍ଗ କିଲୋମିଟରରେ ଏହି ପକ୍ଷୀ ଗଣନା ଜାରି ରହିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ 3,77,732ଟି ବିଦେଶାଗତ ପକ୍ଷୀ ଆସିଥିଲେ। ବର୍ଷକୁ ବର୍ଷ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ି ଚାଲିଛି। ଏଥର ମଧ୍ୟ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କେତେ ହେବ ଅନୁମାନ କରାଯାଇନାହିଁ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ତରଫରୁ ଶୁଭ ସକାଳ। ଆଜି ହେଉଛି ଜାନୁଆରୀ 8 ତାରିଖ ଗୁରୁବାର। ଆଜିର ସମସ୍ତ ପ୍ରମୁଖ ଖବର ମୁଁ ଆପଣଙ୍କୁ ଜଣାଇବି। ହେଲେ ତା ଆଗରୁ ଯଦି ଆପଣ ଚ୍ୟାନେଲକୁ ନୂଆ ଆସିଥିବେ ତେବେ ସବସ୍କ୍ରାଇବ୍ ବଟନ୍ ଦବାଇ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ। ତେବେ ଚାଲନ୍ତୁ ଡେରି ନକରି ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା।
ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆଲର୍ଟ କରାଯାଇଛି। ଆସନ୍ତାକାଲି ସକାଳ ଯାଏଁ କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟ ଘନ କୁହୁଡ଼ି ଦେଖାଯିବ। ସର୍ବନିମ୍ନ ଦୃଶ୍ୟମାନ ଦୂରତା 50 ମିଟର ରହିବ। 9 ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ଏହାର ପରବର୍ତ୍ତୀ ଖବର। ଜିଦ୍ ଛାଡ଼ୁନାହାନ୍ତି ସରକାର କି ମିଲର, ମଣ୍ଡିରେ ପଡ଼ିଛି ଶହ ଶହ ବସ୍ତା ଧାନ। ଦାବି ନ ମାନିଲେ ମଣ୍ଡିରୁ ଧାନ ଉଠିବନି ବୋଲି ରୋକଠୋକ ମନା କରିଛନ୍ତି ମିଲର୍ସ। ସରକାର ବି କହିଛନ୍ତି ମନଇଚ୍ଛା ଦାବିକୁ ମାନିବୁ କେମିତି। ମିଲର୍ସ ଓ ସରକାରଙ୍କ ଏହି ଜିଦ୍ ଭିତରେ କଲବଲ ହେଉଛନ୍ତି ଚାଷୀ। ଅମଳ ଧାନକୁ କେଉଁଠି ରଖିବ, କେତେ ଦିନ ରଖିବ ତାହାକୁ ନେଇ ଚିନ୍ତାରେ ଚାଷୀ। ପଡ଼ି ରହିଛି ଶହ ଶହ ବସ୍ତା ଧାନ। କେଉଁଠି ପିଣ୍ଡାରେ ତ ପୁଣି କେଉଁଠି ଦାଣ୍ଡରେ। ମଣ୍ଡିରେ ପଡ଼ିଥିବା ଧାନ ବସ୍ତା କେବେ ଉଠିବ ତାହା ବି ଜଣାନାହିଁ। ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କୋରାପୁଟ ସବୁଠି ଧାନ ଉଠାଣରେ ଅଚଳାବସ୍ଥା। ଅନ୍ୟପଟେ ବିଜେଡି କହିଛି ଚାଷୀଙ୍କୁ ଭୁଆଁ ବୁଲାଇବାକୁ ପ୍ରାୟୋଜିତ ଆନ୍ଦୋଳନ କରାଉଛନ୍ତି ସରକାର। ପଞ୍ଜୀକରଣ, ସାର ଅଭାବୀ, ଟୋକନ ଅବସ୍ଥାର ସାମ୍ନା କରି ଅମଳ ଧାନକୁ ମଣ୍ଡିକୁ ଆଣିଛନ୍ତି ଚାଷୀ। ହେଲେ ଧାନ ବିକ୍ରି କରିବା ବଦଳରେ ସରକାର ଓ ମିଲର୍ସଙ୍କ ଗଲକଧନ୍ଦା ଭିତରେ ପେଶୀ ହୋଇଯାଇଛନ୍ତି ଅନ୍ନଦାତା। ଏହାର ପରବର୍ତ୍ତୀ ଖବର। ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସମୀକ୍ଷା କରିଛନ୍ତି। ଅଧିକାରୀ ଓ ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେପରି ଠିକ୍ ଭାବରେ ଉନ୍ନତି ହେବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ ଏସ୍ସିବି କଟକରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି, ଭିତ୍ତିଭୂମି ବିକାଶ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁଗଲ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାର ପରବର୍ତ୍ତୀ ଖବର। ସାମ୍ବାଦିକାଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ, ସମବେଦନା ଜଣାଇଲେ ବିଜେପି ରାଜ୍ୟ ସଭାପତି। ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶିଲା ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରରୁ ପୁରୀ ଯାଉଥିବା ବେଳେ ମଙ୍ଗଳପୁର ଛକ ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏକ ଘରୋଇ ବସ୍ ପଛପଟୁ ଧକ୍କା ଦେବା ଫଳରେ ନ୍ୟୁଜ୍7ର କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକ ଏବଂ ତାଙ୍କ ସହିତ ଯାଉଥିବା ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସାମ୍ବାଦିକାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ଜଣେ ଦାୟିତ୍ୱବାନ ସାମ୍ବାଦିକ ଭାବେ ଗଣମାଧ୍ୟମ ଜଗତରେ ତାଙ୍କର ସୁନାମ ରହିଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାର ପରବର୍ତ୍ତୀ ଖବର। ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହେଲା ଘେରାଉ। ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଧାନ ଅଭାବୀ ବିକ୍ରି ନେଇ ରାଜଧାନୀରେ ବିକ୍ଷୋଭ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ। ଆଜି ନବନିର୍ମାଣ ସଂଗଠନର ରାଜ୍ୟର ଶହ ଶହ କର୍ମକର୍ତ୍ତା ଓ ନେତୃମଣ୍ଡଳୀ ମାଷ୍ଟର କ୍ୟାଣ୍ଟିନରୁ ମୁଖ୍ୟମନ୍ତ୍ରୀ ବାସଭବନ ଅଭିମୁଖେ ଘେରାଉ କରିବା ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ବିକ୍ଷୋଭକାରୀ କୃଷକମାନଙ୍କୁ ଉଦ୍ବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ଧାନ କିଣାରେ ଓଡ଼ିଶାରେ ଚରମ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। 3,169 ଟଙ୍କା ଧାନ କ୍ୱିଣ୍ଟାଲ ପ୍ରତି ସରକାର ଘୋଷଣା କରିଥିବା ବେଳେ 1,800ରୁ 1,700 ଟଙ୍କାରେ ଚାଷୀ ଧାନ ବିକୁଛି। ଚାଷୀ ସଖ୍ୟବବାଦୀ ବୋଲି ଡିମ୍ଡିମ୍ ପିଟୁଥିବା ସରକାର ଚାଷୀର ଏ ବିପଦ ବେଳେ ଚାଷୀ ପ୍ରତି ସମ୍ବେଦନଶୀଳ ନ ହୋଇ ଏବଂ ପ୍ରଶାସନ ସହ ବୈଠକ ନ କରି ଚାଷୀଙ୍କୁ ଉପମୁଖ୍ୟମନ୍ତ୍ରୀ ନୌଟଙ୍କି କହୁଛନ୍ତି। ଏହାର ପରବର୍ତ୍ତୀ ଖବର। ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା ପାଇଁ ଅଭିଯାନ ଜାରି କଲେ ମୁଖ୍ୟମନ୍ତ୍ରୀ। ଗତ 20 ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।
ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟ କରି ଦୁର୍ନୀତିଖୋରମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଭିଜିଲାନ୍ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବୈଠକର ଆଲୋଚନାରୁ ଜଣାପଡ଼ିଛି 2025 ଏପ୍ରିଲ ପହିଲା ଡିସେମ୍ବର 31 ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ 125ଟି କେସ୍ରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ। ପୂର୍ବରୁ ଏହି 9 ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇନାହାନ୍ତି। ଏଥିସହିତ 2025 ମସିହାରେ ସମୁଦାୟ 488ଟି କେସ୍ର ଫଇସଲା ହୋଇଛି। ସର୍ବାଧିକ 173ଟି ଆୟ ବହିର୍ଭୂତ ସମ୍ପତ୍ତି ଜନିତ କେସ୍ର ଫଇସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ। ଏହାର ପରବର୍ତ୍ତୀ ଖବର। ହ୍ରାସ ପାଇଲା ସୁନା ଦର। ଆଜି ସୁନା ଓ ରୂପା ଦରରେ ବଡ଼ ହ୍ରାସ ଘଟିଛି। 10 ଗ୍ରାମ ସୁନାର ଦର ପୂର୍ବ ଦର ତୁଳନାରେ 0.61% ହ୍ରାସ ପାଇଛି। 10 ଗ୍ରାମ ସୁନାର ମୂଲ୍ୟ ହ୍ରାସ ପାଇ 1,38,230 ଟଙ୍କା ହୋଇଯାଇଛି। ସେହିପରି ରୂପା ମୂଲ୍ୟ 1.56% ହ୍ରାସ ପାଇ 2,54,767 ଟଙ୍କା ହୋଇଛି। ଗତ ବର୍ଷ ସୁନା ଏବଂ ରୂପା ଦର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଆଜି ନୂଆଦିଲ୍ଲୀରେ 24 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 13,963 ରହିଛି। 22 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 12,800 ଟଙ୍କା ରହିଛି ଏବଂ 18 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 10,467 ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 13,837 ରହିଛି। 22 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 12,675 ଟଙ୍କା ରହିଛି ଏବଂ 18 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ମୂଲ୍ୟ 10,371 ଟଙ୍କା ରହିଛି। ଏହାର ପରବର୍ତ୍ତୀ ଖବର। ଶିମିଳିପାଳରେ ତାପମାତ୍ରା ଶୂନ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ତାପମାତ୍ରା ଶୂନ ହୋଇଥିବା ରେକର୍ଡ କରାଯାଇଛି। ଉପର ବାରକାମୁଡ଼ାରେ ଶୂନ ତାପମାତ୍ରା ଥିବା ନେଇ ଆରସିଏଫ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଚହଲାରେ ତାପମାତ୍ରା 2 ଡିଗ୍ରୀ ଥିବାବେଳେ ବରେଇପାଣି ଓ ଗୁଡୁଗୁଡିଆରେ 5 ଡିଗ୍ରୀ ରହିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। 23 ସହରର ପାରଦ 10 ଡିଗ୍ରୀ ଥିବାବେଳେ 38 ସହରରେ 12 ଡିଗ୍ରୀ ତଳେ ତାପମାତ୍ରା ରହିଛି। ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 3 ଡିଗ୍ରୀ ରହିଛି। ସେହିପରି ଶିମିଳିଗୁଡ଼ାରେ 4.1 ଡିଗ୍ରୀ, ଫୁଲବାଣୀରେ 5 ଡିଗ୍ରୀ, ରାଉରକେଲାରେ 5.1 ଡିଗ୍ରୀ, ଝାରସୁଗୁଡ଼ାରେ 5.4 ଡିଗ୍ରୀ, ଦାରିଙ୍ଗବାଡ଼ିରେ 7 ଡିଗ୍ରୀ, କିରଇରେ 7.4 ଡିଗ୍ରୀ, କେନ୍ଦୁଝରରେ 7.6 ଡିଗ୍ରୀ, ଚିପିଲିମାରେ 7.7 ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା 7.8 ଡିଗ୍ରୀ ରହିଛି। ଅନୁଗୁଳରେ ତାପମାତ୍ରା 8 ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ 8.5 ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ 8.6 ଡିଗ୍ରୀ, ରାଣୀତାଲାରେ 8.8 ଡିଗ୍ରୀ, ନବରଙ୍ଗପୁରରେ 9.5 ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ 9.6 ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ୱରରେ 9.8 ଏବଂ ସମ୍ବଲପୁରରେ 9.9 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ଏହାର ପରବର୍ତ୍ତୀ ଖବର। ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା। ଆସନ୍ତା 14 ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ। ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା 81ରେ ପହଞ୍ଚିଛି। ଏହାକୁ ଆଖି ଆଗରେ ରଖି ନବୋଦୟ ବିଦ୍ୟାଳୟ କେନ୍ଦ୍ର କମିଶନର ରାଜେଶ ଲେଖାନି 7 ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆସନ୍ତା 14 ତାରିଖ ପରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବା ସହ ପୁଣି ଥରେ ୱାଟର ଲେବଲ ଟେଷ୍ଟିଂ ପାଇଁ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଡେପୁଟି କମିଶନର ଆର୍.କେ. ବର୍ମା ସୂଚନା ଦେଇଛନ୍ତି। ସ୍ଥିତି ସ୍ୱାଭାବିକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷା କବିତା କର କହିଛନ୍ତି। ବିଦ୍ୟାଳୟରେ ନିର୍ମାଣ ଚାଲିଥିବାରୁ ଭୂତଳ ଜଳ ପାଇପ୍ ଲାଇନ୍ ଫାଟି ଜଳବିଦ୍ୟୁତ୍ ଦୂଷିତ ହୋଇ ଏଭଳି ସ୍ଥିତି ଉପୁଜିଥିବା ସ୍ୱୀକାର କରିଛନ୍ତି ଅଧ୍ୟକ୍ଷା। ଏହାର ପରବର୍ତ୍ତୀ ଖବର। ଏପ୍ରିଲରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ଅନଲାଇନରେ ହେବ 90% କାମ। 2027 ଫେବୃଆରୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ଜନଗଣନା ହେବ। ଏଥିପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀ ନିଯୁକ୍ତି ହେବେ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର। ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଆସନ୍ତା 3 ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ। 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତି ହେବେ।
ଛଅ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତି ହେବେ। ପ୍ରାୟ 1,00,000 ଜନଗଣନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ 25,000 ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ। ୱେବସାଇଟ୍ ଜରିଆରେ ପଞ୍ଜୀକୃତ ମଧ୍ୟ କରିପାରିବେ। ଏହାର ପରବର୍ତ୍ତୀ ଖବର